ପାଇଁ ପଡିବ ଯେ ସେ ଯଜ୍ଞ କର୍ମଟି କି ପ୍ରକାର, କଣ କେମିତି କରିବାକୁ ହୁଏ। ଅନେକଙ୍କର ଏ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ନାହିଁ। ଯଜ୍ଞ କର୍ମ କହିଲେ ଅନେକ ବୁଝନ୍ତି ଯେ ଯଜ୍ଞରେ ଆହୁତି ଦବା, କୌଣସି ବେଦ ମନ୍ତ୍ର ଉଚ୍ଚାରଣ କରି ଯଜ୍ଞ ଆହୁତି ଦବା, ଯଜ୍ଞ କର୍ମ। କିନ୍ତୁ ଗୀତାର ଯୋଉ ଯଜ୍ଞ କର୍ମ କଥା କୁହାହଉଛି ତାହା ଏତିକିରେ ସୀମିତ ନୁହେଁ, ବ୍ୟାପକ। ପ୍ରତ୍ୟେକ କର୍ମ କିପରି ଯଜ୍ଞ କର୍ମ ହବ ତାହା ଗୀତାରେ କୁହାଯାଇଛି। ଯଦି ତୁମ ପ୍ରତ୍ୟେକ କର୍ମ ଦୈନନ୍ଦିନ ଜୀବନରେ ଯାହା ତୁମେ କରୁଛ ପ୍ରତ୍ୟେକ କର୍ମ ଯଦି କୃଷ୍ଣାର୍ଥେ ଭଗବାନ ବିଷ୍ଣୁ ପ୍ରୀତ୍ୟର୍ଥେ କରାଯାଇପାରେ ତାହେଲେ ତା ଯଜ୍ଞ କର୍ମ, ତା ନହେଲେ ତାହା ହବ ସଦାନ କର୍ମ, ତାହା ପ୍ରତିକ୍ରିୟା ଭୋଗ କରିବା ପାଇଁ ନିଶ୍ଚିତ। ଦୈନନ୍ଦିନ ପ୍ରତ୍ୟେକ କର୍ମ ଯଦି ଯଜ୍ଞ କର୍ମ ହବ এই কথা কে ভাবা কেন তাই ভগবানଙ୍କ শিক্ষা কিপর প্রত্যেক কর্মই তোমার যজ্ঞ কর্ম। ତେଣୁ ଭଗବାନଙ୍କର ସେବା ପାଇଁ ଖାଦ୍ୟ ଗ୍ରହଣ କରିବ, ଭଗବାନ ସେବା ଗ୍ରହଣ କରିବା ପାଇଁ ମଧ୍ୟ ସେବା କରିବା ପାଇଁ ମଧ୍ୟ ନିଦ୍ରା ବା ବିଶ୍ରାମ କରିବ ଏବଂ ଭଗବାନଙ୍କର ସେବାର୍ଥ ମଧ୍ୟ ଆତ୍ମରକ୍ଷା କରିବ। ଭଗବାନ ସେବାର୍ଥ ମଧ୍ୟ ମୈଥୁନ ହୋଇବ, ଅର୍ଥାତ୍ ଆହାର ନିଦ୍ରା ଭୟ ମୈଥୁନ ମଧ୍ୟ ଭଗବାନଙ୍କ ସେବା ହେଇପାରେ ହବା